ଦି ପୋର୍ଟ୍ରେଟ୍ ଅଫ୍ ଏ ଲେଡି କାହାଣୀର ଓଡ଼ିଆରେ ବିଶ୍ଳେଷଣ। ଦି ପୋର୍ଟ୍ରେଟ୍ ଅଫ୍ ଏ ଲେଡି ଖୁଶବନ୍ତ ସିଂଙ୍କ ଦ୍ୱାରା ଲିଖିତ ଏକ ଆତ୍ମଜୀବନୀମୂଳକ କ୍ଷୁଦ୍ର କାହାଣୀ, ଯାହା ଲେଖକ ଓ ତାଙ୍କ ଜେଜେମାଙ୍କ ମଧ୍ୟରେ ବିକଶିତ ସମ୍ପର୍କକୁ ହୃଦୟସ୍ପର୍ଶୀ ଭାବେ ଚିତ୍ରଣ କରେ। ଏହି କାହାଣୀ ପ୍ରୀତି, ହାନି, ପରମ୍ପରା ଓ ସମୟର ଅତିବାହିତ ହେବା ଭଳି ବିଷୟବସ୍ତୁକୁ ଅନୁସନ୍ଧାନ କରେ, ଯେଉଁଥିରେ ଜେଜେମାଙ୍କର ଶାନ୍ତ ଶକ୍ତି, ଧାର୍ମିକ ଭକ୍ତି ଏବଂ ଲେଖକଙ୍କ ସହିତ ତାଙ୍କର ସୂକ୍ଷ୍ମ କିନ୍ତୁ ଗଭୀର ବନ୍ଧନକୁ ଚିତ୍ରିତ କରାଯାଇଛି। କାହାଣୀର ସାରାଂଶ। କାହାଣୀ ଆରମ୍ଭ ହୁଏ ଲେଖକଙ୍କ ଜେଜେମାଙ୍କ ବର୍ଣ୍ଣନାରୁ, ଯିଏ ଗତ 20 ବର୍ଷ ଧରି ବୁଢ଼ୀ ଓ ଝୁରିଦାର ଥିଲେ। ଲୋକେ କହନ୍ତି ଯେ ସେ କେବେ ଯୁବତୀ ଓ ସୁନ୍ଦରୀ ଥିଲେ, କିନ୍ତୁ ଏହା ବିଶ୍ୱାସ କରିବା କଷ୍ଟକର। ତାଙ୍କ ଜେଜେବାପାଙ୍କ ଚିତ୍ର, ଯେଉଁଥିରେ ସେ ଜଣେ ଶତବର୍ଷୀ ବୃଦ୍ଧ ପରି ଦେଖାଯାଆନ୍ତି, ଏହାକୁ ଆହୁରି ଅବିଶ୍ୱସନୀୟ କରେ। ଜେଜେମା ଗେଡ଼ା, ମୋଟା ଓ ଟିକେ ଝୁଙ୍କି ଯାଇଥିବା, ନଇଁ ପଡ଼ିଥିବା ଏବଂ ଝୁରିଦାର ମୁହଁ ସତ୍ତ୍ୱେ ଏକ ଶାନ୍ତ ସୌନ୍ଦର୍ଯ୍ୟର ପ୍ରତୀକ। ତାଙ୍କର ରୂପେଲି କେଶ ନିରନ୍ତର ଜପାମାଳି ଗଣିବାକୁ ତାଙ୍କୁ ଶୀତକାଳୀନ ପର୍ବତୀୟ ଦୃଶ୍ୟ ଭଳି ଶାନ୍ତି ଓ ସନ୍ତୋଷର ପ୍ରତୀକ କରିଥାଏ। ଗାଁରେ ପ୍ରାରମ୍ଭିକ ବର୍ଷମାନଙ୍କରେ ଲେଖକ ଓ ଜେଜେମାଙ୍କ ମଧ୍ୟରେ ଗଭୀର ବନ୍ଧୁତ୍ୱ ଥାଏ। ଜେଜେମା ତାଙ୍କୁ ସକାଳେ ଉଠାନ୍ତି, ବିଦ୍ୟାଳୟ ପାଇଁ ପ୍ରସ୍ତୁତ କରନ୍ତି ଓ ମନ୍ଦିର ସଂଲଗ୍ନ ବିଦ୍ୟାଳୟକୁ ତାଙ୍କ ସହିତ ଯାଆନ୍ତି, ଯେଉଁଠି ସେ ଶାସ୍ତ୍ର ପଢ଼ନ୍ତି ଓ ଲେଖକ ପାଠ ପଢ଼ନ୍ତି। ସେମାନେ ଏକାଠି ଘରକୁ ଫେରନ୍ତି। ରାସ୍ତାରେ ବାସି ଚପାତି, ବାସି ରୁଟି ବୁଲା କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି। ଏହି ପର୍ଯ୍ୟାୟ ତାଙ୍କର ସବୁଠାରୁ ଗଭୀର ସାଙ୍ଗତ୍ୱକୁ ଦର୍ଶାଇଥାଏ ବା ବନ୍ଧୁତ୍ୱକୁ ଦର୍ଶାଇଥାଏ। କିନ୍ତୁ ଯେତେବେଳେ ଲେଖକଙ୍କ ପିତାମାତା ସହରରେ ସ୍ଥାୟୀ ହୁଅନ୍ତି ଓ ସେମାନଙ୍କୁ ଡାକନ୍ତି, ଏହା ତାଙ୍କ ସମ୍ପର୍କରେ ଏକ ମୋଡ଼ ଆଣେ। ଜେଜେମା ଆଉ ତାଙ୍କ ସହିତ ବିଦ୍ୟାଳୟକୁ ଯାଆନ୍ତି ନାହିଁ, କାରଣ ଲେଖକ ଏବେ ବସ୍ରେ ଇଂରାଜୀ ବିଦ୍ୟାଳୟକୁ ଯାଆନ୍ତି। ଜେଜେମା ବିଦ୍ୟାଳୟର ପାଶ୍ଚାତ୍ୟ ବିଷୟ, ଯେପରିକି ବିଜ୍ଞାନ ଓ ସଙ୍ଗୀତ ପସନ୍ଦ କରନ୍ତି ନାହିଁ, କାରଣ ସେ ସଙ୍ଗୀତକୁ ଅନୈତିକ ମନେ କରନ୍ତି ଓ ଧର୍ମ ଓ ଶାସ୍ତ୍ରର ଶିକ୍ଷା ନଥିବାରୁ ଦୁଃଖୀ ହୁଅନ୍ତି। ତାଙ୍କ ଚୁପଚାପ ରହିବା ତାଙ୍କର ଅସନ୍ତୋଷକୁ ଦର୍ଶାଏ ଏବଂ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ କମିଯାଏ। ଯେତେବେଳେ ଲେଖକ ବିଶ୍ୱବିଦ୍ୟାଳୟକୁ ଯାଆନ୍ତି, ତାଙ୍କୁ ନିଜର ଅଲଗା କୋଠରୀ ମିଳିଥାଏ ଏବଂ ସମ୍ପର୍କ ଆହୁରି ଦୁର୍ବଳ ହୋଇଯାଏ। ଜେଜେମା ନିଜର ଏକାକିତ୍ୱ ବା ଏକଲାପଣକୁ ଶାନ୍ତ ଭାବେ ଗ୍ରହଣ କରନ୍ତି ଓ ଦିନସାରା ଚରଖା ଚଲାନ୍ତି, ପ୍ରାର୍ଥନା କରନ୍ତି ଏବଂ ଅଗଣାରେ ଚଢ଼େଇମାନଙ୍କୁ ଖାଦ୍ୟ ଦେଇ ସମୟ କାଟନ୍ତି, ଯାହା ତାଙ୍କ ପାଇଁ ସବୁଠାରୁ ଖୁସିର ସମୟ ହୁଏ। ଚଢ଼େଇମାନଙ୍କର ଜୀବନ୍ତତା ତାଙ୍କ ଶାନ୍ତ ଏକାକିତ୍ୱ ବା ଏକଲାପଣ ସହିତ ବିପରୀତ। ଯେତେବେଳେ ଲେଖକ 5 ବର୍ଷ ଧରି ବିଦେଶରେ ପଢ଼ିବାକୁ ନିଷ୍ପତ୍ତି ନିଅନ୍ତି, ସେ ଆଶା କରନ୍ତି ଯେ ଜେଜେମା ତାଙ୍କ ବୟସ ହେତୁ ବିଚଳିତ ହେବେ, କିନ୍ତୁ ଜେଜେମା ଶାନ୍ତ ରହନ୍ତି। ରେଲୱେ ଷ୍ଟେସନରେ ଜପା ମାଳା ଗଣି ଓ ତାଙ୍କ କପାଳରେ ଚୁମ୍ବନ ଦେଇ ବିଦାୟ ଦିଅନ୍ତି। ଲେଖକ ଏହି ଚୁମ୍ବନକୁ ଶେଷ ଶାରୀରିକ ସଂସ୍ପର୍ଶ ଭାବେ ଗ୍ରହଣ କରନ୍ତି। ଫେରିବା ପରେ ଜେଜେମା ଅପରିବର୍ତ୍ତିତ ଦେଖାଯାଆନ୍ତି ଓ ଚଢ଼େଇମାନଙ୍କ ସହିତ ସମୟ କାଟନ୍ତି, କିନ୍ତୁ ତାଙ୍କ ଫେରିବାର ସନ୍ଧ୍ୟାରେ ଜେଜେମା ଅସାଧାରଣ ବ୍ୟବହାର କରନ୍ତି। ପ୍ରାର୍ଥନା କରିବା ବଦଳରେ ସେ ପଡ଼ୋଶୀ ମହିଳାମାନଙ୍କୁ ଏକତ୍ର କରନ୍ତି, ଏକ ପୁରୁଣା ଭାଙ୍ଗି ଯାଇଥିବା ଢୋଲକୁ ବଜାନ୍ତି ଓ ଯୋଦ୍ଧାମାନଙ୍କ ଘର ଫେରା ବିଷୟରେ ଗୀତ ଗାଆନ୍ତି, ଯାହା ଲେଖକଙ୍କ ଫେରିବାର ଉତ୍ସବ। ପରଦିନ ସକାଳେ ତାଙ୍କୁ ହାଲୁକା ଜ୍ୱର ହୁଏ। ଜେଜେମା ମନେ କରନ୍ତି ଯେ ତାଙ୍କର ଅନ୍ତ ନିକଟ, କାରଣ ସେ ପୂର୍ବ ରାତିରେ ପ୍ରାର୍ଥନା ଛାଡ଼ିଥିଲେ।
ସେ କଥା କହିବାକୁ ମନା କରିଦିଅନ୍ତି ଏବଂ କେବଳ ପ୍ରାର୍ଥନା ଉପରେ ଧ୍ୟାନ ଦିଅନ୍ତି। ଶାନ୍ତିପୂର୍ଣ୍ଣ ଭାବେ ତାଙ୍କର ମୃତ୍ୟୁ ହୁଏ ଓ ଜପାମାଳି ତାଙ୍କ ନିଷ୍ପ୍ରାଣ ହାତରୁ ଖସି ପଡ଼େ। ତାଙ୍କ ମୃତ୍ୟୁ ସମୟରେ ହଜାର ହଜାର ଚଢ଼େଇ ତାଙ୍କ ଶବ ପାଖରେ ଚୁପଚାପ ଏକତ୍ର ହୁଅନ୍ତି ବିନା ଚିତ୍କାରରେ। ଲେଖକଙ୍କ ମା ଦେଇଥିବା ରୁଟିର ଟୁକୁଡ଼ାକୁ ସେମାନେ ନଜରଅନ୍ଦାଜ କରନ୍ତି, ମାନେ ଗ୍ରହଣ କରନ୍ତି ନାହିଁ ଓ ଶବ ନିଆଯିବା ପରେ ଚୁପଚାପ ଉଡ଼ିଯାଆନ୍ତି, ଯାହା ତାଙ୍କର ଶୋକକୁ ଦର୍ଶାଇଥାଏ। କାହାଣୀ ଏକ ଶାନ୍ତ ହାନିର ଭାବନା ସହିତ ଶେଷ ହୁଏ, ଯାହା ଜେଜେମାଙ୍କର ଶାନ୍ତ କିନ୍ତୁ ଗଭୀର ଉପସ୍ଥିତିକୁ ପ୍ରତିଫଳିତ କରେ। ଏବେ ତୁମମାନେ ନିଜେ ଏହାକୁ ପଢ଼ିବ। ଥିମ୍ ଓ ଅନ୍ତର୍ଦୃଷ୍ଟି, ପ୍ରୀତିର ବନ୍ଧନ ଓ ତା'ର ବିକାଶ, ପରମ୍ପରା ବନାମ ଆଧୁନିକତା, ଶକ୍ତି ଓ ସ୍ଥିରତା, ଶୋକ ଓ ହାନି। ମୁଖ୍ୟ ଉପାଦାନ ଗୁଡ଼ିକରେ ଅଛି ଜେଜେମାଙ୍କ ଚରିତ୍ର, ଚଢ଼େଇମାନେ ପ୍ରତୀକ ଭାବେ, ସାଂସ୍କୃତିକ ପରିପ୍ରେକ୍ଷୀ ଏବଂ ଉପସଂହାର। ଉପସଂହାରରେ ଆମେ ଦେଖିବା ଯେ ଦି ପୋର୍ଟ୍ରେଟ୍ ଅଫ୍ ଏ ଲେଡି ପାରିବାରିକ ବନ୍ଧନ, ପରିବର୍ତ୍ତନର ଅନିବାର୍ଯ୍ୟତା ଓ ପ୍ରିୟଜନମାନଙ୍କ ଜୀବନ ଓ ମୃତ୍ୟୁର ସୂକ୍ଷ୍ମ କିନ୍ତୁ ଗଭୀର ପ୍ରଭାବ ଉପରେ ଏକ କୋମଳ ଚିନ୍ତନ।